ଯେ ରୁବେନ ବାନାର୍ଜୀ କେବେ ବି ନବୀନ ପଟ୍ଟନାୟକକୁ ଭେଟି ନାହାନ୍ତି। ମୁଁ ରେକର୍ଡଟା ଷ୍ଟ୍ରେଟ୍ କରିବାକୁ ଚାହିଁ, ମୁଁ ମୋର ଲାଇଫରେ ରବୀନ ବାବୁକୁ ବୋଧହୁଏ 300 ଥର ଭେଟିଥିବି କି ତାର ଅଧିକା ଭେଟିଥିବି। ସେ ତ ରୁବେନ ବାନାର୍ଜୀ ମୋ ସହିତ ଅଛନ୍ତି। ନବୀନ ପଟ୍ଟନାୟକଙ୍କ ବହି ଯାହା ରିଭାଇଜ ଏଡିସନ ବାହାରିଛି ଏବଂ ବିଜୁ ଜନତା ଦଳ ପକ୍ଷରୁ କ୍ୱେଶ୍ଚିନ୍ କରାଯାଇଛି ଯେ ନବୀନ ବାବୁଙ୍କୁ ବହୁତ ଦିନ ହବ ରୁବେନ ବାବୁ ଭେଟି ନଥିଲେ, ଆଉ ଏମିତି ଏକ ବହି କେମିତି ଲେଖିଲେ? ସେ ତ ବାନାର୍ଜୀ ବହିର ମୂଳ କଥା କଣ ଯେ ପ୍ରକୃତରେ ଆପଣ ତ ବହୁତ ଦିନ ହବ ଭେଟି ନାହାନ୍ତି, କେମିତି ଲେଖିଲେ ନବୀନ ବାବୁଙ୍କ ଉପରେ ଏତେ କଥା? ମୁଁ ପରଦିନ ବହି ବାହାରିବା ଲଞ୍ଚ ହେବା ପରଠୁ ମୁଁ ବି ଦେଖୁଛି ସୋସିଆଲ ମିଡିଆ ଟ୍ୱିଟରରେ ଯେ ରୁବେନ ବାନାର୍ଜୀ କେବେ ବି ନବୀନ ପଟ୍ଟନାୟକକୁ ଭେଟି ନାହାନ୍ତି। ମୁଁ ରେକର୍ଡଟା ଷ୍ଟ୍ରେଟ୍ କରିବାକୁ ଚାହିଁ, ମୁଁ ମୋର ଲାଇଫରେ ରବୀନ ବାବୁକୁ ବୋଧହୁଏ 300 ଥର ଭେଟିଥିବି କି ତାର ଅଧିକା ଭେଟିଥିବି। ଠିକ ଅଛି। ଏବଂ ଏମିତି ଗୋଟେ ଟାଇମ ବି ଥିଲା ଯେତେବେଳେ ଗୋଟେ ସପ୍ତାହ ମୁଁ ନବୀନ ନିବାସ ନା ଗଲେ ପରେ ଫୋନ ବି ଆସୁଥିଲା ଯେ ଦେହ ଠିକ ଅଛି ତ, ଆସୁନ କାହିଁକି। 2003 ମସିହାରେ ମୁଁ ଓଡ଼ିଶା ଛାଡ଼ିକିରି ପଳେଇଲି, ଦେଶ ଛାଡ଼ିକିରି ପଳେଇଲି, ଫେରିଲି 2016ରେ। ତାରପରେ ନୂଆ ନବୀନ ପଟ୍ଟନାୟକ ଅରିଜିନାଲ ଭର୍ସନଟା ଲିଖିଲି 2016ରେ। ସେଇ ଟାଇମରେ ମୁଁ ନବୀନ ବାବୁ ପାଣ୍ଡିଆନ ବାବୁକୁ କିଛି ନା ହେଲେ 10 ଥର ଭେଟିଥିବି। ଏବଂ ଏଇଟା ବି ମୁଁ ରେକର୍ଡରେ ରଖିଥାଏ, ପାଣ୍ଡିଆନ ବାବୁ ମୋତେ ସେଇ ବହି ଲେଖିବା ପାଇଁ ବହୁତ ସହଯୋଗ ବି କରିଥିଲେ ଏବଂ ବହୁତ ୱାର୍ମ ମୋତେ ରିସେପସନ ଦେଇଥିଲେ ସେତେବେଳେ। ଠିକ ଅଛି। ଆଚ୍ଛା, ଏବେ ଏଥର ତାରପରେ ମୋର କଥା ହଉଛି ଯେ ଏଇ ବହିଟା ବାହାରିଲା 2018ରେ, ଆଜି ଆମେ ଅଛୁ 2024ରେ। ତ ସେଇ ଅରିଜିନାଲ ନବୀନ ପଟ୍ଟନାୟକ ବହିରେ 50% ନବୀନ ପଟ୍ଟନାୟକର ପ୍ରଶଂସା ଥିଲା ଆଉ 50% କ୍ରିଟିସିଜମ ଥିଲା। ଯେଉଁମାନେ ପଢିଥିବେ ସେମାନେ ଜାଣିଥିବେ। ଠିକ ଅଛି। ସେୟା ପାଇଁ ବହିଟା ଆକ୍ସେପ୍ଟେଡ ହେଇଥିଲା, ଲୋକମାନେ ପସନ୍ଦ କରିଥିଲେ ଯେ ଯାହା ଅଛି ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ସତ୍ୟ ଲେଖା ହେଇଛି। ଏଟା ନବୀନ ପଟ୍ଟନାୟକର ବନ୍ଦନା ନଥିଲା, ହେଜିଓଗ୍ରାଫି ନଥିଲା। ମୋର କଥା ହଉଛି ଏବେ 2024ର ରିଭାଇଜ ସଂସ୍କରଣରେ କଣ ଅଛି? ସେଇ 50% ନବୀନ ପଟ୍ଟନାୟକର ପ୍ରଶଂସା ଅଛି, ସେଇ 50% କ୍ରିଟିସିଜମ ଅଛି। 50% ଯେ ପ୍ରଶଂସା ଥିଲା ସେଇଟା ହয়তো ଟିକେ ଅଧିକା ବଢି ବି ଯାଇଥିବ, ଏବେ 53-54% ହେଇଥିବ। କାହିଁକି ମୁଁ ନୂଆ କିଛି ଆନିକ୍ଡୋଟ୍ ଯେଟା ନବୀନ ପଟ୍ଟନାୟକର ପଜିଟିଭ କିଛି ଗୁଣ ମୁଁ ଆଡ୍ କରିଛି। ତାହେଲେ ଲେଟ୍ ମି କମ୍ପ୍ଲିଟ୍ ୱାନ୍ ଇଏ। ତ କଥା ହଉଛି ଏଇ ବହିରେ ନୂଆ ସଂସ୍କରଣରେ ଡିଫରେଣ୍ଟଟା କଣ ଅଛି? ଡିଫରେନ୍ସ ହଉଛି ପାଣ୍ଡିଆନ ବାବୁ ଉପରେ ବଡ ଚାପ୍ଟର। ତ ଅରିଜିନାଲ ବହିଟାରେ ନବୀନ ବାବୁ କି ବିଜୁ ଜନତା ଦଳ କେବେ ରିଆକ୍ଟ କରିଲେନି, ପ୍ରତିକ୍ରିୟା ଜଣାଇଲେନି କିମ୍ବା କ୍ରିଟିସାଇଜ କଲେନି। ଏବେ କାହିଁ କ୍ରିଟିସାଇଜ କରୁଛନ୍ତି? ସେଇ ତ ସେମ୍ ଜିନିଷ ଅଛି, ପ୍ରଶଂସା ଅଛି, କ୍ରିଟିସିଜମ ଅଛି। ନୂଆ ଯେଟା ହଉଛି ସେଟା ହଉଛି ପାଣ୍ଡିଆନ ବାବୁ ଉପରେ ବଡ ଗୋଟେ ଚାପ୍ଟର। ଏଇ ବହିଟା ପ୍ରମାଣିତ କରୁଛି ଯେ ମୁଁ ପାଣ୍ଡିଆନ ପାଜଲ ଚାପ୍ଟରରେ ଯାହା ଲିଖିଛି ସେଟା ପ୍ରମାଣିତ ହଉଛି ସତ୍ୟ ହିସାବରେ। କାହିଁକି ପାଣ୍ଡିଆନ ବାବୁ ଚାପ୍ଟର ଲିଖିଲା ସାଙ୍ଗେ ସାଙ୍ଗେ ସେମାନେ ଆକ୍ଟ କଲେ। ତ ଆପଣ କହୁଛନ୍ତି ବିଜେଡି ରିଆକ୍ଟ କରୁଛି ପାଣ୍ଡିଆନ ବାବୁଙ୍କର ଚାପ୍ଟର, ଯୋଉଟା ପାଣ୍ଡିଆନ ପଜଲ ବୋଲି ଆପଣ ଲେଖିଛନ୍ତି? ନା, ମୁଁ କାହାକୁ କିଛି, ମୁଁ ଖାଲି ମୋର ଇଏ କରୁଛି ଯେ ଏ 6 ବର୍ଷ ରିଆକ୍ଟ କରିଲେନି, ଏବେ କାହିଁ ରିଆକ୍ଟ କରିଲେ? କଣ ଅଛି 50% ଏବେ 53-54% ନବୀନ ବାବୁର ପ୍ରଶଂସା ଥିବ, 46-47% ନବୀନ ବାବୁର କ୍ରିଟିସିଜମ ଥିବ, ଆଉ ନୂଆ ଯେଟା ଅଛି ସେଟା ହଉଛି ପାଣ୍ଡିଆନ ବାବୁ। ତ ତାହେଲେ ଏଥର ରିଆକ୍ସନର କାରଣଟା କଣ? ସେଟା ଆପଣମାନେ ସାମ୍ବାଦିକ ପଚାରିବା କଥା ଯେ ସେମାନେ କାହିଁ ରିଆକ୍ଟ କରୁଛନ୍ତି ଏଥର। ସେ ତ ବାନାର୍ଜୀ କୁହାଯାଉଛି ଯେ ଯୋଉ ବିରୋଧୀ ଦଳ ନେତା ମାନେ ନବୀନ ବାବୁଙ୍କ ସମ୍ପର୍କରେ ଯାହା ଯାହା ସବୁ ଆଲୋଚନା କରୁଥିଲେ ଆପଣ ସେଇଆକୁ କେବଳ କମ୍ପାଇଲ କରିଛନ୍ତି। ତାହେଲେ ପ୍ରଶଂସା ବିରୋଧୀ ଦଳ ନେତା ମାନେ ପ୍ରଶଂସାଟା ଦେଇଛି ସବୁ ଯେ 53% ପ୍ରଶଂସା ଅଛି, ଆଉ ପୁରାଣା ବହିଟାରେ ବି ଥିଲା, ଏଇ ନୂଆ ସଂସ୍କରଣରେ ଅଛି। ସେଇଟା କଣ ବିରୋଧୀ ଦଳର ନେତା ମାନେ ମୋତେ ଫିଟ୍ କରିଛନ୍ତି ନବୀନ ବାବୁର ପ୍ରଶଂସା? ତ ଏ ବହି କୁ ନେଇକରି ବିଜେଡି ରିଆକ୍ଟିଭ ହଉଛି କେବଳ ପାଣ୍ଡିଆନ ବାବୁଙ୍କ ଚାପ୍ଟର ଯୋଗୁ ବୋଲି ଆପଣ ବିଶ୍ୱାସ କରୁଛନ୍ତି? ଆପଣଙ୍କ କଣ ଲାଗୁଛି? ଆପଣଙ୍କୁ କାଉଣ୍ଟର ପଚାରୁଛି, ଆପଣଙ୍କ କଣ ଲାଗୁଛି? ଆପଣଙ୍କ ଧାରଣା କଣ? କାହିଁକି ମୁଁ ତ କହିଲି ଏଇ ବହିଟାରେ ସେଇ 50-50 ପ୍ରଶଂସା ଆଉ କ୍ରିଟିସିଜମ ପୁରାଣା ବହିଟାରେ ଥିଲା, ଅରିଜିନାଲ ଭର୍ସନରେ ଏଇ ବହିଟାରେ ବି ଅଛି। ଇନଫ୍ୟାକ୍ଟ ପ୍ରଶଂସା ନବୀନ ବାବୁର ପ୍ରଶଂସା 1-2% ବଢି ଯାଇଥିବ। ନୂଆ ଯେଟା ଅଛି ଯେ ପାଣ୍ଡିଆନ ବାବୁର ଚାପ୍ଟର, ଏବେ ତାହେଲେ କାହିଁ ରିଆକ୍ଟ କରୁଛନ୍ତି ସେମାନେ କହିବେ ନା, ମୁଁ କେମିତି କହିବି? ଆଉ ଯେ ଏମାନେ କହୁଛନ୍ତି ଯେ ମୁଁ ଭେଟିନି, ମୁଁ ଏଥର 2018 ସୁଦ୍ଧା 18 ଯାଏ ମୁଁ ନବୀନ ବାବୁଙ୍କୁ ଭେଟିଥିଲି। ମୁଁ ଆପଣଙ୍କୁ କହିଲି ଏଥର ବହିଟା ଲିଖିବା ପାଇଁ ରିଭାଇଜ ସଂସ୍କରଣ ଲିଖିବା ଟାଇମରେ ଇଲେକ୍ସନ ପରେ ମୁଁ ନବୀନ ନିବାସ ଫୋନ କରିଥିଲି, କଣ୍ଟାକ୍ଟ କରିଥିଲି, ସିନିୟର ବିଜୁ ଜନତା ଦଳ ନେତା ଯୋଡ଼ିଆରେ ମୁଁ ମେସେଜ ପଠାଇଥିଲି, ନବୀନ ବାବୁ ରେସ୍ପଣ୍ଡ କରିନଥିଲେ ଏବଂ
କିନ୍ତୁ ମୁଁ ତ ବହି ଲିଖିବି, କାହିଁକି ବହି ଲିଖିବା ପାଇଁ ବାୟୋଗ୍ରାଫି ଲିଖିବା ପାଇଁ ଆପଣ ମୁଁ ଯଦି ଏଇ ବହିଟା ନବୀନ ପଟ୍ଟନାୟକ ବନ୍ଦନା ହେଇଥାନ୍ତା, ହାଜିଓଗ୍ରାଫି ହେଇଥାନ୍ତା, ତାହେଲେ ମୋତେ ନିହାତି ଆବଶ୍ୟକ ହେଇଥାନ୍ତା ନବୀନ ବାବୁର କୋର୍ଟ ନେବା ପାଇଁ। କିନ୍ତୁ ମୁଁ ତ ଏଇଟା ବନ୍ଦନା ପାଇଁ ଲିଖୁନି, ପ୍ରଶଂସା করে ହାଜିଓଗ୍ରାଫି লিখুন। এবং শুনন্তু বর্তমান ভারতবর্ষের যে সব বড় বড় হিস্টোরিয়ান কন্টেম্পোরারি অথার্স মানে অଛନ୍ତି, ধরন্তু রামচন্দ্র গুহ মোর ফেভারিট রাইটার, সে গান্ধী উপরে বড়িয়া বই লিখিଛନ୍ତି। ସେ କ'ଣ ଗାନ୍ଧୀକୁ ଭେଟିଥିଲେ ରାମଚନ୍ଦ୍ର ଗୁହ? ଗାନ୍ଧୀ ଯେତେବେଳେ ଜିଇଥିଲେ ସେତେବେଳେ ରାମଚନ୍ଦ୍ର ଗୁହ ଜନ୍ମାଇଥିଲେ କି? ଜନ୍ମାଇ ନଥିବେ। ଧରନ୍ତୁ ମାନୁ ଏସ୍ ପିଲ୍ଲାଇ, ଆନାଦର ଫ୍ୟାଣ୍ଟାଷ୍ଟିକ୍ ହିଷ୍ଟୋରିଆନ୍, ମୋର ଫେଭରିଟ୍, ସେ ଆଲାଉଦ୍ଦିନ ଖିଲଜି ଉପରେ ଲିଖିଛନ୍ତି, ସିଏ ଉପରେ ଲିଖିଛନ୍ତି। ଯେତେବେଳେ ମାନୁ ଏସ୍ ପିଲ୍ଲାଇ କ'ଣ ଶିବାଜୀକୁ ଭେଟିଥିଲେ? ଏଇଟା ଗୋଟେ କଥା, ଏଇଟା ଗୋଟେ କାର ଲଜିକ୍। ବିଜୁ ଜନତା ଦଳ କହୁଛି ଯେ ଆପଣ ବିଜେପି ଉପରେ ଏମିତି ବହି ଲେଖିକିରି ଦେଖେଇ ଦିଅନ୍ତୁ। ମୁଁ 2021 ମସିହାରେ 2021ରେ ଆପଣଙ୍କୁ ମନେ କରିଦେବାକୁ ଚାହେଁ, ମୁଁ ଯେତେବେଳେ ଆଉଟଲୁକ୍ ପତ୍ରିକାର ପ୍ରଧାନ ସମ୍ପାଦକ ଥିଲି, 2021ରେ ସାରା ପୃଥିବୀ ଭାରତ ଚାହିଁଥିଲା ଗୋଟେ ପାର୍ଟିକୁଲାର କାଭର ଷ୍ଟୋରି ନେଇକିରି। ଆମେ ସେଇ କାଭର ଷ୍ଟୋରିରେ ମୋଦି ସରକାର ଏବଂ ନରେନ୍ଦ୍ର ମୋଦି ବିରୁଦ୍ଧରେ କାଭର ଷ୍ଟୋରିଟା ଥିଲା। ତାର ପରେ ପରେ ମୋର ଚାକିରି ପଳାଇଲା, ସେୟା ପାଇଁ ଆଇ ହ୍ୟାଡ୍ ଟୁ ପେ ଆ ପର୍ସନାଲ ପ୍ରାଇସ୍। ঠিক আছে, তার উপরে সেই ঘটনা উপরে ମୁଁ পরে বই ବି লিখেছি, পাবলিশ বাই হারপার কলিন্স, এডিটর মিসিং দ্য মিডিয়া ইন টুডেজ ইন্ডিয়া। সেটা হচ্ছে মোর ট্র্যাক রেকর্ড, প্রোভেন ট্র্যাক রেকর্ড, যে ମୁଁ ମୋଦି ସରକାର ବିରୁଦ୍ଧରେ କୋଭିଡ 2021ରେ କୋଭିଡ ସେକେଣ୍ଡ ୱେଭ୍ ଟାଇମ୍ରେ ମୁଁ ମୋର ସ୍ୱର ଉଠେଇଥିଲି, ସେୟା ପାଇଁ ମୋର ଚାକିରି ବି ଗଲା। ତାରପରେ ମୁଁ ବହି ଲିଖିଲି, ଏଡିଟର ମିସିଂ, ହାରପାର କଲିନ୍ସ ପବ୍ଲିଶ କଲା। ସେଇ ବହିଟା ଏବେ ମାଲାୟାଲମରେ ପବ୍ଲିଶ ହେଇଛି, ମାତୃଭୂମି କରିଛି, ମାରାଠୀରେ ପବ୍ଲିଶ ହେଉଛି, ହେବାକୁ ଯାଉଛି, ହିନ୍ଦୀରେ ପବ୍ଲିଶ ହେବାକୁ ଯାଉଛି। ସେଇଟା ହେଉଛି ମୋର ପ୍ରମାଣିତ ଟ୍ରାକ୍ ରେକର୍ଡ। 2021 ମସିହାରେ ମୁଁ ଯେତେବେଳେ ମୋଦି ସରକାର ବିରୁଦ୍ଧରେ ସ୍ୱର ଉଠେଇଥିଲି, ମୋତେ ଯେତେ ପର୍ଯ୍ୟନ୍ତ ମନେ ପଡୁଛି ସେତେବେଳେ ବିଜେଡି ବୋଧେ ବିଜେପିକୁ ହିଁ ସମର୍ଥନ କରି ଚାଲୁଥିଲେ। ଶ୍ରୀତ ବାନାର୍ଜୀ, ମୋର ଲାଷ୍ଟ କ୍ୱେଶ୍ଚିନ୍ ଆପଣଙ୍କୁ ରହିବ, ଆପଣ ଚାହିଁବେ କି ନବୀନ ବାବୁଙ୍କୁ ଭେଟିକିରି ବହିଟି ପ୍ରେଜେଣ୍ଟ କରିବା ପାଇଁ? ସେ ଯଦି ଚାହିଁବେ ନିଶ୍ଚୟ, କିନ୍ତୁ ମୁଁ ଆପଣଙ୍କୁ ଗୋଟେ କଥା କହିବାକୁ ଚାହେଁ, ମୁଁ 2018ରେ ଯେତେବେଳେ ଏଇ ବହିଟା ବାହାରିଥିଲା, ମୋତେ ଥାର୍ଡ ଫ୍ଲୋରରୁ ରିକ୍ୱେଷ୍ଟ କରାହେଇଥିଲା ଯେ ଆପଣ ଆସନ୍ତୁ, ବହିଟା ନବୀନ ବାବୁକୁ ପ୍ରେଜେଣ୍ଟ କରନ୍ତୁ ଏବଂ ଆମେ ଫଟୋ ଉଠାଇବା। ମୁଁ ସେଇ ଟାଇମ୍ରେ କହିଥିଲି ଯେ ମୁଁ ଯିବିନି, ନବୀନ ବାବୁ ପାଖରେ ଯଥେଷ୍ଟ ରିସୋର୍ସ ପଇସା ଅଛି, ସେ ଚାହିଁଲେ ପରେ ବହିଟା କିଣିକିରି ପଢ଼ିପାରିବେ। କାହିଁକି ମୁଁ ଯାଇକି ମୁଁ କ'ଣ, ତାହେଲେ ଗୋଟେ ମେସେଜ ଯାଇଥାନ୍ତା ଯେ ମୁଁ ଏଇଟା ଗୋଟେ ନବୀନ ବାବୁର ମୁଁ ଅବଜେକ୍ଟିଭ ସାମ୍ବାଦିକ, ମୁଁ ଆଜି ଏଇ ସରକାର ବିରୁଦ୍ଧରେ କାଲି କୋନ ବିରୁଦ୍ଧରେ ବି କହୁଛି। ଆପଣ ଯଦି ମୋର ୟୁଟ୍ୟୁବ ଚ୍ୟାନେଲ ଦେଖିବେ, ମୁଁ ଇଲେକ୍ସନ ଟାଇମ୍ରେ ବିଜୁ ଜନତା ଦଳ ଆଲୋଚନା କରୁଥିଲି, କିନ୍ତୁ ବର୍ତ୍ତମାନ ଯଦି ମୁଁ ରୁବେନ କହୁଛି ୟୁଟ୍ୟୁବ ଚ୍ୟାନେଲ ଦେଖିବେ 50% 60% ମୋହନ ମାଝୀ ସରକାର ବିରୁଦ୍ଧରେ ମୁଁ କହୁଛି। ଆଉ ମୋର କାମ ଧର୍ମ ହେଉଛି ଅବଜେକ୍ଟିଭ ସାମ୍ବାଦିକତା କରିବା। ମୁଁ ଏବେ ରାଜନୈତିକ ନେତା ମାନେ କ'ଣ ପଲିଟିକାଲ ଷ୍ଟେଟମେଣ୍ଟ ଦେବେ, କେନ୍ ଦେବେ, ମୁଁ ଆଉ କ'ଣ କହିବି, ମୁଁ ତ ରାଜନୈତିକ ନେତା ନୁହଁ। ତ କିନ୍ତୁ ମୁଁ ଅରୁଣ ସାହୁକୁ ଶ୍ରଦ୍ଧା କରେ, ସେ ଜଣେ ଆଇ ଫାଇଣ୍ଡ ହିମ୍ ଟୁ ବି ଆ ଭେରି ଇଣ୍ଟେଲିଜେଣ୍ଟ ପଲିଟିକାଲ ଲିଡର। ତାକୁ ମୁଁ ତାର ଭିଡ଼ିଓ ମୁଁ ଦେଖେ, ତାର ଷ୍ଟେଟମେଣ୍ଟ ମୁଁ ଫଲୋ କରେ। ତ ମାଇ ବେଷ୍ଟ ୱିଶେସ୍ ଟୁ ହିମ୍। ବହୁତ ଧନ୍ୟବାଦ ଦାଦା, ବହୁତ ଧନ୍ୟବାଦ ଶ୍ରୀତ ବାନାର୍ଜୀ, ଥ୍ୟାଙ୍କ ୟୁ।